ओं नमो भगवते वासुदेवाय। श्रीमद्भागवत दशम स्कंध षट्पञ्चाशतोऽध्याय। शुक उवाच शुक बोलन्ति सुनराये एमन्ते कृष्ण अनुग्रहे हृदे उत्साहे मुचुकुन्द निर्मले चाहई गोविंद आनंदे शोक गद गदे प्रणाम कला कृष्ण पादे भुनाथ कर प्रतिकार ए भव सागरु उद्धर तप करिबि जेउ मते कहतु मोते शुद्ध चित्ते हसी बोलंती नारायण जाओ तु बदरिकाश्रम तप करिबु बने पशी नर नारायण विश्वासी आसने शुद्धि करी मने पवन फल मूल बने हेमंत करिबु आहार मने न धरिबु संसार शुणी हरस नृपवर शिरे जोड़िला बेनी कर शिर लगाई कृष्ण पादे आनंदे शोक गद गदे बाहार होई मुचुकुंद चलिला चाहंती गोविंद देखिला स्थावर जंगम वन दुर्गम गिरिमान पशुंकु चाहि विचारई हेमंत देखिला तो नाही अल्प प्राय दिशंती हेमंते कला मने भ्रांति पुणी क्षणके अनुराग एकी होइला कली जुग निद्रारे तिनी जुग गला हेमंत बोली विचारिला उत्तर दिगे नृपवर गला अनेक पथ दूर सर्व संशय संग छाड़ी तप साधने चित्त बुड़ी समाधि करी कृष्ण पादे मन निवेशी अप्रमादे गंधमार्दन मध्ये गला बद्रिका आश्रमे मिलिला नर नारायण आश्रमे शुचि पवित्र पुण्यधामे समाधि बळे तप करी मन पवन हृदे धरी सकल इंद्री दुख सही समदरसी शुद्ध देही हरि आराधि जोग बळे बसिला आसने निश्चले हरि हरि बोला। एबे हो सुना नृपवर माया मनुष्य चक्रधर कपटे मराई जवन मिलिले मथुरा भुवन जवन बड़ 3 कोटी मथुरा पुर थिले घोटी ताहांकु मारी भगवान युद्धे पाइले जेते धन गोरु महिष बनमाली धरी द्वारका पुरे चली विचारी कार्य अनुबंध आसी मिलिला जरासंध 23 अक्षोहिणी बड़ शुभई मुखरा बगोड़ सैन्यर देखी व्यग्र गति भाड़ती राम जदुपति आंभे ए नगरे नथिबा पड़ाई पर्वते लुचिबा मनुष्य चेष्टा आश्रे करी छाड़ी मथुरा पुर सिरी अभय दाता भय पाई पादे चलंती बेनी भाई आक्रमी अनेक योजन पशिले गहन कानन भाजिबा देखी कृष्ण रामे पछे धामई जरा तमे रथ कुंजर घेनी संगे पथे हसंती नवरंगे आज जिणिबी करिरण न जाने ईश्वर प्रमाण राम कृष्ण जेबेनी भाई बने अनेक श्रम पाई एक आरेक धरी करे उठिले पर्वत शिखरे नित्य बरसे सुनासिर प्रभात
ପ୍ରବର୍ଷଣ ନାମ ତାହାର। ଉଠନ୍ତେ ପର୍ବତ ଉପରେ ଜରା ଦେଖିଲା ଥାଇ ଦୂରେ। ଅଧିକ ପାଦେହେ ନଗଲା ପର୍ବତ ରୁନ୍ଧରେ ବୋଇଲା। ବେଢ଼ି ପର୍ବତ ଚାରିଦିଗେ ଅନଳ ଲଗାଇଲେ ବେଗେ। ଦହନ କରିବ ନଘୋର ଜାଣିଲା ଶତ୍ରୁ ଗଲା ମୋର। ଅନଳ ଯୋଗେ ମହୀଧର ତାପିଲା ଅତ୍ୟନ୍ତ ପ୍ରଖର। ତକ୍ଷଣେ ରାମ ନରହରି ଗଗନ ଗତି ଅନୁସରି। ପର୍ବତ ଶିଖ ଅତି ଶେଷ ଉଚ୍ଚ ଯୋଜନ ଏକାଦଶ। ରାମ ଗୋବିନ୍ଦ ବାହୁବଳେ ଡେଇଁ ପଡ଼ିଲେ ମହି ତଳେ। ବଳ ସହିତେ ଜରା ଥିଲା ରାମକୃଷ୍ଣଙ୍କୁ ନ ଦେଖିଲା। ଲୁଚି ପଳାଇବେନି ଭାଇ ମିଳିଲେ ନିଜ ପୁରେ ଯାଇ। ଜଳଧି ପରୀକ୍ଷା ଯାହାର ଦେବ ମାନବେ ଅଗୋଚର। ମିଥ୍ୟାକୁ ସତ୍ୟ ପ୍ରାୟ ମଣି ମନେ ଆନନ୍ଦ ରୂପମଣି। ବୋଲଇ ବଳଙ୍କୁ ଅନାଇ ପର୍ବତେ ମଲେବେନି ଭାଇ। ଭସ୍ମ ହୋଇଲେ ଅଗ୍ନି ଯୋଗେ ଚାଲ ବାହୁଡ଼ି ଯିବା ବେଗେ। ବଳ ଆକର୍ଷି ମହାବଳୀ ନିଜ ଭୁବନେ ଯାଇ ମିଳି। ସଂଗ୍ରାମେ ଜିଣି ଜୟ ବାଦ୍ୟ ବଜାଇ ହୋଇଲେ ଆନନ୍ଦ। ଏବେ ହୋ ଶୁଣ ନରନାଥ ଅନର୍ତ୍ତପତି ରହିବତ। ରେବତୀ ନାମେ କନ୍ୟା ଥିଲା ବଳଦେବଙ୍କୁ ବିଭା ଦେଲା। ବ୍ରହ୍ମା ବଚନେ ଦେଲା ଆଣି ନବମ ସ୍କନ୍ଧେ ଅଛୁ ଶୁଣି। ଭୀଷ୍ମକ ନାମେ ମହାରାଜା ରୁକ୍ମିଣୀ ତାହାର ତନୁଜା। ଅଂଶେ କମଳା ଅବତାର କୁଣ୍ଡୀନଗର ନୃପବର। ରୁକ୍ମିଣୀ ବିବାହ ବିଚାରେ ହରି ହରିଲେ ସ୍ୱୟଂବରେ। ରାଜାଏ ଥିଲେ ଯେ ପ୍ରତ୍ୟକ୍ଷେ ଆବୋରି ଶିଶୁ ପାଳ ପକ୍ଷେ। ସାଲୋମା ଗଧ ଆଦି ଯେତେ ବଳ ହିଁ ଥିଲେ ଅପ୍ରମିତେ। ତାହାଙ୍କ ଗର୍ବ କରି ଚୁର ପଥେ ଦେଖନ୍ତି ସୁର ନର। କନ୍ୟା ହରିଲେ ଦାମୋଦର ଅମୃତ ଜେହ୍ନେ ଖଗେଶ୍ୱର। ତା ଶୁଣି ଅଭିମନ୍ୟୁ ବଳା ଶୁକ ମୁନିଙ୍କି ପଚାରିଲା। ପରୀକ୍ଷିତ ଉବାଚ ଭୂମୁନି ଭୀଷ୍ମକ ନନ୍ଦିନୀ ରୁକ୍ମିଣୀ ରୁଚିର ବଦନୀ। କେମନ୍ତେ ପ୍ରଭୁ ନର ହରି ରାକ୍ଷସ ମତେ ବିଭା କରି। ଶୁଣି ଚକିତ ମୋର ଚିତ୍ତ ଅସୁର ବଳ ଅପ୍ରମିତ। କେମନ୍ତେ ଶିଶୁ ପାଳ ଆଦି ପଥେ ତାହାଙ୍କ ବଳ ଛେଦି। ଏକାକୀ ରଥେ ଚକ୍ର ପାଣି କେମନ୍ତେ ହରିଲେ ରୁକ୍ମିଣୀ। କୃଷ୍ଣର କଥା ପୁଣ୍ୟମୟ କର୍ଣ୍ଣବଚନେ ସୁଧା ପ୍ରାୟ। ଅଖିଳ ଜନ ପାପନାଶେ ପରମ ବ୍ରହ୍ମ ପରକାଶେ। କାହାର ଚିତ୍ତ ଶୁଣି ଏହା ସନ୍ତୋଷେ ନୋହିବ ଉତ୍ସାହା। ନବୀନ ବସ୍ତୁ ପାଇ ଯେହ୍ନେ ଆଦରେ ଆବୋରନ୍ତି ଜନେ। କୃଷ୍ଣ ଚରିତ ସେହି ମତ ଭୂମୁନି କହ ଭାଗବତ। ଶୁଣି ସନ୍ତୋଷ ଚିତ୍ତ ହୋଇ ଶୁକ କହନ୍ତି ରାଜା ଚାହିଁ। ଶୁକ ଉବାଚ ଭୀଷ୍ମକ ନାମେ ମହୀନାଥ ବିଦର୍ଭ ନଗରେ ସମ୍ଭୂତ। ତାହାର ପତ୍ନୀ ଗର୍ଭୁଜାତ ଏକ ଦୁହିତା ପାଞ୍ଚ ସୂତ। ରୁକ୍ମୀ ଅଗ୍ରଜ ରୁକ୍ମରଥ ଏବେନି ବଳେ ଅପ୍ରମିତ। ପୁଣ ହୋଇଲା ରୁକ୍ମ ବାହୁ ତାର ପ୍ରତାପ କେବା କହୁ। ଚତୁର୍ଥ ପୁତ୍ର ରୁକ୍ମ କେଶ ପଞ୍ଚମ
ରୁକ୍ମମାଳି ଶେଷ। ଏହାଙ୍କ ଶେଷେ କନ୍ୟା ଜାତ ପ୍ରତ୍ୟକ୍ଷେ କମଳା ସମ୍ଭୂତ। ରୁକ୍ମିଣୀ ନାମେ ବିଦ୍ୟମାନ ତାର ମହିମା ଏବେ ଶୁଣ। କୃଷ୍ଣର ଗୁଣ କର୍ମ ଯେତେ ସେହୁ ଶୁଣଇ ହୃଷ୍ଟ ଚିତ୍ତେ। ଦ୍ୱାରକାପୁର ଲୋକେ ଆସି କହନ୍ତି ତାର ପାଶେ ବସି। ନିରତେ କୃଷ୍ଣ କଥା ଶୁଣି ରୁକ୍ମିଣୀ ମନେ ମନେ ଗୁଣି। ଆତ୍ମସଦୃଶେ ଶୁଣିବର ମନେ ବରିଲା ଚକ୍ରଧର। ଗୋବିନ୍ଦ ତାର ମନ ଜାଣି ସଂକଳ୍ପେ ବରିଲେ ରୁକ୍ମିଣୀ। ଅଂଶେ କମଳା ଦେହ ଧରି ଆତ୍ମସଦୃଶେ କନ୍ୟା ବରି। ବନ୍ଧୁ ବାନ୍ଧବଙ୍କର ମତେ ଦୁହିତା ବିଭାର ଉଚିତେ। ଭୀଷ୍ମକ କୃଷ୍ଣଙ୍କୁ ବରିଲା ତା ଶୁଣି ରୁକ୍ମୀ କୋପ କଲା। ଅନେକ ନିନ୍ଦା ବାକ୍ୟ କରି ଶିଶୁପାଳକୁ ଗଲା ବରି। ଶିଶୁପାଳକୁ ଦେବା ଶୁଣି ଚକିତେ ଭାଳଇ ରୁକ୍ମିଣୀ। ବିକଳ ଚିତ୍ତେ ବିଚାରିଲା ବୃଦ୍ଧ ବ୍ରାହ୍ମଣ ହକାରିଲା। ବିଶ୍ୱାସ ବାକ୍ୟ ତାଙ୍କୁ କହି ଚରଣେ ବେନି କର ଦେଇ। ବୋଲଇ ଶୁଣ ବିପ୍ରମଣି ଦ୍ୱାରକା ଯାଅ ଏହି କ୍ଷଣି। ଯେବେ ଆସିବେ ଚକ୍ରଧର ତେବେ ସେ ଜୀବନ ମୋହର। ଅଧିକ କହିବଇଁ କେତେ କୃଷ୍ଣ ଜାଣନ୍ତି ଏହା ଚିତେ। ହେଉ ବୋଇଲେ ବିପ୍ରବର ଦେଖିବି କୃଷ୍ଣର ପୟର। କନ୍ୟା ବଚନେ ବିପ୍ର ଗଲେ ଦ୍ୱାରକା ଭୁବନେ ମିଳିଲେ। ଦ୍ୱାରେ ଯେ ଦ୍ୱାରପାଳ ଥିଲା କୃଷ୍ଣଙ୍କୁ ନେଇ ଭେଟାଇଲା। ସୁବର୍ଣ୍ଣ ସିଂହାସନେ ହରି ଯାଦବେ ଅଛନ୍ତି ଆବୋରି। ଖଟନ୍ତି 10 ଦିଗପାଳ ବିପ୍ର ଦେଖିଲେ ଚର୍ମଣ୍ଡୋଳ। ବିପ୍ରବତ୍ସଳ ନରହରି ଉଠି ବ୍ରାହ୍ମଣ କର ଧରି। ନିଜ ଆସନେ ବସାଇଲେ ଅନେକ ମତେ ପୂଜା କଲେ। ତାହାଙ୍କୁ ଯେହ୍ନେ ଦେବଗଣେ ବିଶ୍ୱାସେ ପୂଜନ୍ତି ଚରଣେ। କୃଷ୍ଣ ପୂଜିଲେ ସେହି ମତେ ଶୁଣ ରାଜନ ଏକ ଚିତେ। ହରି ହରି ବୋଲ। ବିପ୍ରଙ୍କୁ କରାଇ ଭୋଜନ ପାଶେ ବସିଲେ ଭଗବାନ। ଶ୍ରମ ଦେଖିଣ ନରହରି ବିପ୍ରଚରଣ करे धरी। चापन्ते प्रभु भगवान विप्रचरणु गला श्रम। विश्राम देखि विप्रवर पुछन्ति ब्रह्मांड ठाकुर। भो विप्रबड़ दुख पाई आसीछ पथ श्रमी होई। वेद उचित होम कर्म यजन आदि सट कर्म। स्वधर्मे बंच टिकी सुखे संतोष चित्ते गृह दुखे। धर्मे पापत जेते धन तेणे संतोष जार मन। से दुखी दरिद्र नुहई स्वधर्मे विप्र जे जियई। दुखे जे न चलन्ति धर्मु से धर्म विप्र कामधेनु। अखिल काम्य फल देई स्वधर्मे विप्र से जियई। बहुत थाई जार धन हेळा करई निज कर्म। निरते चित्त असंतोष उभय लोके नाही जस। दरिद्र पणे दुख सही निज धर्म कुन छाड़ई।
ସେ ବିପ୍ର ହୋଇ ମୋର ସଙ୍ଗ ତରଇ ସଂସାର ତରଙ୍ଗ ଯଥା ଲୋଭରେ ଯେ ସନ୍ତୋଷ ଅଧର୍ମେ ନ କରନ୍ତି ଆସ ସାଧୁ ସୁହୃଦ ସର୍ବଭୂତ ସକଳ ଜୀବ ହିତେ ରତ ହୃଦେ ନ ବହେ ଅହଙ୍କାର ସମଦରସି ଚିତ୍ତ ଯାର ତାହାଙ୍କୁ ମୋର ନମସ୍କାର ବୋଲନ୍ତି ବ୍ରହ୍ମାଣ୍ଡ ଠାକୁର ଭୂବିପ୍ର କୁଶଳ ତୁମ୍ଭର କହ କଲ୍ୟାଣ କ୍ଷେମ ସାର ରାଜାଏ ବସନ୍ତି ଜଗତେ ପ୍ରଜା ପାଳନ୍ତି ଧର୍ମ ମତେ ଯାହାର ରାଜ୍ୟ ପ୍ରଜା ଜନେ ସୁଖେ ବଞ୍ଚନ୍ତି ରାତ୍ର ଦିନେ ସେ ରାଜା ମୋର ବଡ଼ ପ୍ରିୟ ଭବିପ୍ର ଆଗମନ କହ କେବଳ କାର୍ଯ୍ୟ ଉପଗତ ଏଡ଼େ ଦୁର୍ଗମ ଜିଣି ପଥ ଗୁପତ ନୁହେଁ ଯେବେ ବାଣୀ ଭବିପ୍ର କହ ଏହି କ୍ଷଣି ମୁଁ ବାକି କହିବି ତୋତେ ସଂଶୟ ଫେଡ଼ି କହ ମୋତେ ଏମନ୍ତ କୃଷ୍ଣ ବାକ୍ୟ ଶୁଣି ବ୍ରାହ୍ମଣ ବୋଲେ ସାଧୁବାଣୀ ରୁକ୍ମିଣୀ କହିଛନ୍ତି ଯାହା ଭୋନାଥ ଶୁଣ ଚଉବାହା ହରି ହରି ବୋଲ ରୁକ୍ମିଣୀ ଉବାଚ ହେ କୃଷ୍ଣ ଭୁବନ ସୁନ୍ଦର ଶୁଣିଲି ଗୁଣ କର୍ମ ତୋର ଗୁଣ କର୍ମ ଯଶ ଯାହାର ଶ୍ରବଣେ ପ୍ରବେଶ ହରେ ଅଶେଷ ଜନ୍ମ ପାପ ଆଧ୍ୟାତ୍ମ ଆଦି ତିନି ତାପ ଚକ୍ଷୁ ବହନ୍ତି ଯେତେ ପ୍ରାଣୀ ତୋହର ରୂପ ପରିମାଣୀ ଅଖିଳ ଅର୍ଥ ଲାଭ ବଳେ ଲଭନ୍ତି ରୂପ ଦେଖି ଡୋଳେ ସେ ରୂପ କର୍ଣ୍ଣ ପଥେ ଶୁଣି ମୋହର ଚିତ୍ତ ଚକ୍ର ପାଣି ଲାଜ ଉପେକ୍ଷିତ ଶରଣେ ପଶିଲା ଅଭୟ ଚରଣେ କେଉଁ ଯୁବତୀ ଦେହ ବହି ପିତା ଜନନୀ କୋଳେ ଥାଇ ବିବାହ କାଳେ କନ୍ୟା ହୋଇ ଉତ୍ତମ କୁଳେ ଜନ୍ମ ପାଇ ଶିଳ ସ୍ୱରୂପ ବିଦ୍ୟା ବଳ ଦ୍ରବିଣ ତେଜେ ଆତ୍ମା ତୁଲ୍ୟ ସୁଧୀର ସାଧୁ କୁଳବତୀ ତୋହର ପ୍ରାୟ ଥାଉଁ ପତି ହେ ନର ସିଂହ ପୂର୍ଣ୍ଣ କାମ ଜନଲୋଚନ ଅଭିରାମ ଶ୍ରବଣେ ଶୁଣି ତୋର ଭାବ ସେ କିମ୍ପା ଆନକୁ ବରିବ ଏବେ ବରିଲି ତୋତେ ମୁହିଁ ମନ ବଚନ ତନୁ ଦେଇ ତୋହର ଅର୍ଥେ ଏ ଶରୀର ବିଚାରି ମୋତେ ତ୍ରାହି କର ହରି ହରି ବୋଲ ଭୋନାଥ ବୀରଙ୍କର ବୀର ମୁଁ ତ ଆମିଷ ଉପହାର ନିକଟେ ଶିଶୁପାଳ ଆସି ନବସୁ ତୋର ବଳିଗ୍ରାସୀ ସିଂହର ବଳି ତତେ ଚାହିଁ ଶୃଗାଳ ଯେ ନିଧାମଇ ମୁଁ ଯେବେ ପୂର୍ବ ଜନ୍ମ ଗତେ ତପ ଆରାଧୀନା ନାମତେ ତଡ଼ାଗ ଇଷ୍ଟ ଯଜ୍ଞ ଦାନ ନିୟତ ତୀର୍ଥ ବ୍ରତ ଧର୍ମ ଦେବତା ବିପ୍ର ଗୁରୁ ପୂଜି ନିରତେ ବିଷ୍ଣୁ ପାଦେ ଭଜି ଏ ଯେବେ ପ୍ରମାଣ ମୋହର ବେଗେ ଆସିବେ ଚକ୍ରଧର ମୋହର ହସ୍ତ ଆଗ ଧରୁ ଦୈବ ଏହି ବର କରୁ ଦମ ଘୋଷର ପୁତ୍ର ଆଦି ଯେତେ ଅଛନ୍ତି ଅପରାଧୀ ଏମାନେ ନ ପାଇବେ ମୋତେ ପ୍ରମାଣ ଯେବେ ବେଦ ପଥେ ରାତ୍ର ପାହିଲେ ଅଧିବାସ ହୋଇବ ମଙ୍ଗଳ ଦିବସ ତୁନାଥ ସାଜି ନନ୍ଦୀ ଘୋଷେ ଘେନାଇ ଯଦୁ ବଳ ପାଶେ ମଙ୍ଗଳ କାଳେ ଗୋପ୍ୟ ହୋଇ ଆସିବ ନ ଜାଣିବେ କେହି ଗୋପତେ ଗ୍ରାମ ଅନ୍ତେ ଥାଇ ମୋର ଗମନେ ବାଟ ଚାହିଁ ସଙ୍ଗ
ସଂଗ୍ରାମେ ରାଜା ଶିଶୁପାଳ ମୋର ପିତାର ଯେତେ ବଳ ଏହାଙ୍କ ଗର୍ବ ନାଶ କରି ତୁ ମୋତେ ବଳେ ନିୟ ହରି ରାକ୍ଷସ ମତେ ବିଭା କର କିଣିଲା ସେବ କି ମୁଁ ତୋର ତୁ ନାଥ ଭାଳୁ ଅବାଚିତେ ମୁଁ ତୋତେ ଆଣିବି କେମନ୍ତେ ରାଜାର ଅନ୍ତପୁରେ ଥାଉ ତୋତେ ପାଇବି ମୁହିଁ କାହୁଁ ତହିଁକି କହିବି ଉପାୟ ଶୁଣିମା ପ୍ରଭୁ ଦେବରାୟ ଆମ୍ଭର ଅଛି କୁଳାଚାର କନ୍ୟାକୁ କରନ୍ତି ବାହାର ଭବାନୀ ପୂଜି ବାଣୀ ମନ୍ତେ ଅମ୍ବିକା ଗୃହ ଗ୍ରାମ ପ୍ରାନ୍ତେ ଯାତ୍ରା ଉତ୍ସବେ ମୋହି ଯିବି ଭବାନୀ ଚରଣେ ପୂଜିବି ପଥେ ଆସିବା ବେଳେ ମୋତେ ପ୍ରଜାଏ ଦେଖିବେ ସମସ୍ତେ ଥିବି ମୁଁ ନାରୀଙ୍କର ମେଳେ ସେଠାରୁ ନିୟ ମୋତେ ବଳେ ଯାହାର ପାଦ ପଦ୍ମ ଧୂଳି ମହତ ଜନେ ଶିରେ ବୋଳି ନୀଳ ଲୋହିତ କରେ ଆସ ଏଣେ ହୋଇବ ତମ ନାଶ ସେ ପାଦ ପଦ୍ମ ମୁହିଁ ଯେବେ ଲଭି ନ ପାରିବି ପ୍ରସ୍ତାବେ ବ୍ରତେ ସୁଖାଇ ପଞ୍ଚ ପ୍ରାଣ ନିଶ୍ଚେ ଛାଡ଼ିବି ନାରାୟଣ ଏମନ୍ତେ ସତେ ଜନ୍ମ ଯାଏ ପ୍ରାଣ ଛାଡ଼ିବି ତୋର ପାଏ ସତ୍ୟ ବଚନ ଏ ମୋହର ତୁ କି ନ ଜାଣୁ ମାୟାଧର ବ୍ରାହ୍ମଣ କୃଷ୍ଣ ମୁଖ ଚାହିଁ ରୁକ୍ମିଣୀ ସନ୍ଦେଶ କହଇ ଭୁଲଇ ଯୋଡ଼ି ବେନି କର ଯେ ତୋର ଇଚ୍ଛା ଏବେ କର କହଇ ଦାସ ଜଗନ୍ନାଥ କୃଷ୍ଣ ଧଇଲେ ବିପ୍ରହସ୍ତ ଭାବେ କହଇ ଦାସ ଜଗନ୍ନାଥ ଭାବେ কৃষ্ণ ধইলে বিপ্রহস্ত হরি হরি বল ইতি শ্রীমদ্ ভাগবতে মহাপুরাণে পারমহংস্যাং সংহিতায়াং দশম স্কন্ধে উত্তরার্ধে রুক্মিণী উদ্বাহ প্রস্তাবে নাম ষট্পঞ্চাশত অধ্যায়।